ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ। ମଧୁବାବୁଙ୍କ ରଚିତ ସମ୍ମିଳନୀ କବିତାର ଏହି ପଂକ୍ତିଟି ବନ୍ଧୁଗଣ 1903 ମସିହା ଖଣ୍ଡ ବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଏହି ଇଦ୍ଗା ପଡ଼ିଆଠାରେ ବା କଟକର ସେଲ୍ଟର ଛକ ନିକଟସ୍ଥ ଇଦ୍ଗା ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ଶତବାର୍ଷିକୀ ଅବସରରେ ଏଇ ଯେଉଁ ସ୍ମୃତିସ୍ତମ୍ଭ ଆପଣମାନେ ଦେଖୁଛନ୍ତି ତା ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଏହି ସ୍ଥାନକୁ ଏକ ଐତିହ୍ୟ ସ୍ଥଳରେ ପରିଣତ କରିବା, ଉତ୍ତର ପିଢ଼ିମାନଙ୍କୁ ଜଣାଇବା କି ଏହିଠାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ବା ବୀଜ ବପନ ହୋଇଥିଲା। ସେ ସମୟର ମହାମନୀଷୀମାନେ ଯେପରିକି ରାଧାନାଥ ରାୟ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବିଶ୍ୱନାଥ କର ଏବଂ ତାଙ୍କ ସହିତ ଆହୁରି ଅନେକ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନମାନେ ଏହି ଇଦ୍ଗା ପଡ଼ିଆଠାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମନ୍ତ୍ର ନେଇଥିଲେ ବା ଦୀକ୍ଷା ନେଇଥିଲେ। ଆଜିର ସମ୍ବାଦପତ୍ର ପୃଷ୍ଠା ଗୁଡ଼ିକରେ ଦେଖିବାକୁ ମିଳୁଛି ଇଦ୍ଗା ପଡ଼ିଆର ଅବହେଳିତ ଅବସ୍ଥା। 2003 ମସିହାରେ ଯେତେବେଳେ ସ୍ମୃତିସ୍ତମ୍ଭ ସ୍ଥାପନ କରାଯାଇଥିଲା ତତ୍କାଳୀନ ସରକାର 18 ଗୁଣ୍ଠ ଜମି ବ୍ୟବସ୍ଥା କରିଥିଲେ। ମାତ୍ର ଏ 18 ଗୁଣ୍ଠରୁ ଆଜି 18 କଡ଼ି ମାତ୍ର ରହିଛି। ଇଦ୍ଗା ପଡ଼ିଆ ପ୍ରକୃତରେ କେତେ ଅଞ୍ଚଳ ଥିଲା 1903 ମସିହାରେ ତାହା ଇତିହାସ କହିବ। ଏହି 18 କଡ଼ି ଜାଗା ଯାହା ଅଛି ବା କେବଳ ମାତ୍ର ସ୍ମୃତିସ୍ତମ୍ଭଟିଏ ରହିଛି, ତାହା ହୁଏତ ଆଗାମୀ କିଛି ଦିନ ମଧ୍ୟରେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯିବ। ଓଡ଼ିଆଙ୍କ ପାଇଁ ଏ ଜାଗା ପବିତ୍ର ଜାଗା। ଉତ୍କଳ ମାତାର ଯେଉଁମାନେ ସୁଯୋଗ୍ୟ ସନ୍ତାନ ଥିଲେ, ଯେଉଁମାନେ ଦେଶ ଜାତି ମା ମାଟି ମାତୃଭାଷା ପାଇଁ ସବୁବେଳେ ସମର୍ପିତ ଭାବ ଦେଖାଇଥିଲେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଏଇଠି ମୂଳଦୁଆ ସ୍ଥାପନ କରିଥିଲା ବା ଏଇଠାରୁ ଆରମ୍ଭ ହୋଇଥିଲା ଅଭିଯାନ। ସେହି ଅଭିଯାନର ମୁକ ସାକ୍ଷୀ ଏହି ଇଦ୍ଗା ପଡ଼ିଆ ଆଜି ସମ୍ପୂର୍ଣ୍ଣ ଭାବରେ ଜବରଦଖଲରେ। ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ, ଇଦ୍ଗା ପଡ଼ିଆକୁ ଜବରଦଖଲ ମୁକ୍ତ କରନ୍ତୁ, ଓଡ଼ିଆଙ୍କ ପାଇଁ ଏକ ଐତିହ୍ୟସ୍ଥଳୀ ନିର୍ମାଣ କରନ୍ତୁ। ଓଡ଼ିଆ ଅସ୍ମିତାର ଯାହା ପ୍ରଚାର ପ୍ରସାର ହେଉଛି ତାହା ପ୍ରକୃତରେ କାର୍ଯ୍ୟରେ କରି ଦେଖାନ୍ତୁ। ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର କରନ୍ତୁ। ବନ୍ଦେ ଉତ୍କଳ ଜନନୀ।